କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର, ରସୁଣ, ତାପରେ ରସୁଣ ଛେଚା। ଛୁଙ୍କ ଯଦି ନ ଲାଗିଥିବ ଠିକ୍ସେ ତାହେଲେ ଆମ୍ବିଳ ବିଲକୁଲ ଭଲ ଲାଗିବନି, ଟେଷ୍ଟ ହେବନି। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ଆଜି ଦେଖନ୍ତୁ ଆମ୍ବିଳ ବନେଇଥିଲି। ଆମ୍ବିଳରେ ଛୁଙ୍କ ଦେଉଛି। ଆଉ ଛୁଙ୍କ ଭଲ ଭାବେ ନ ଦେଲେ ମାନେ ଛୁଙ୍କ ଦେବାଟା ହେଉଛି ଗୋଟେ କଳା। ଆପଣମାନେ ଦେଖିଥିବେ ସେଇ ଟାଇପ୍ର ଛୁଙ୍କ ଦେଇଥିବେ, କିନ୍ତୁ ସମସ୍ତଙ୍କର ରୋଷେଇ ଟେଷ୍ଟ ଅଲଗା ଅଲଗା ଲାଗିବ। ଦେଖନ୍ତୁ ମୁଁ ଯେଉଁ ଆମ୍ବିଳ ବନେଇଥିଲି ବା ଆମ୍ବିଳର ପରିବା ସବୁ ସିଝେଇଥିଲି, ସବୁଗୁଡ଼ାକ ମୁଁ ସେଇ ଛୁଙ୍କରେ ପକାଇଦେଲି ବା ଫୁଟଣରେ ପକାଇଦେଲି। ତାପରେ କ'ଣ କରିବା, ଫୁଟିଗଲା। କେତେଜଣ ଅଛନ୍ତି ପରିବାକୁ ଛୋଟ ଛୋଟ କାଟନ୍ତି। ମୁଁ ତାକୁ କ'ଣ କରିଛି, ଲମ୍ବା ଲମ୍ବା କାଟିଛି। ଦେଖନ୍ତୁ ଆମ୍ବିଳରେ ଯଦି ଏମିତି ଟିକେ ଲମ୍ବା କାଟିବେ ଏମିତି, ତାହେଲେ ଆମ୍ବିଳର ଗୋଟେ ଅଲଗା ଅଛି ତା'ର। ତାପରେ ଫୁଟିଗଲା ପରେ ଓହ୍ଲେଇ ଆଣିବା। ଆପଣ ଏହି ଆମ୍ବିଳରେ ଭେଣ୍ଡି, ସାରୁ କିମ୍ବା ସଜନା ଛୁଇଁ ମଧ୍ୟ ପକାଇ ପାରିବେ। ଦେଖନ୍ତୁ ଆମ୍ବିଳ କେତେ ସୁନ୍ଦର ବନିଛି, ଟେଷ୍ଟି ବନିଛି। ଆଉ ମୁଁ ସେଇ ଆମ୍ବିଳରେ ବେସନ 1 ଚାମଚ ଗୋଳିକି ଦେଇଦେଇଛି। ଆଉ ମୁଁ କ'ଣ କେମିତି ବନେଇଛି କହିଦେବି। ତାପରେ ଦେଖନ୍ତୁ ଭାତ, ଉଷୁନା ଭାତ, ଆଳୁ ଝୁଡ଼ଙ୍ଗ ଭଜା, ଡାଲି, ଆମ୍ବିଳ ଆଉ କଲରା ଭଜା। ଆଜିର ଲଞ୍ଚ ଆଇଟମ୍ ହେଉଛି ଏତିକି। ଆଉ ଆପଣଙ୍କର ସବୁ ଲଞ୍ଚ ଆଇଟମ୍ରେ କ'ଣ ହେଇଥିଲା କହିବେ। ଆଉ ମୁଁ ଆମ୍ବିଳଟା କେମିତି ବନେଇଲି ତାକୁ ମୁଁ କହିଦେବି ଆସନ୍ତାକାଲି ଭିଡ଼ିଓରେ।